ବର୍ଷା ରାଣୀ ଟିକେ ଶାନ୍ତ ହେଲେ କି ନାହିଁ ସୂର୍ଯ୍ୟ ଦେବତାଙ୍କ ପ୍ରକୋପ ଦେଖେଇ ଦେଲେ। ଚାଲନ୍ତୁ ସାଙ୍ଗମାନେ ଆଜି ଟିକେ ମଟନ ରୋଷେଇ କରିବା। ମଟନ୍ ପାଇଁ ମୁଁ ଏଇଠି ଆଳୁ ପିଆଜ ଟମାଟୋ ଆଉ ମସଲାକୁ ରେଡ଼ି କରି ନେଇଛି। ତାପରେ କଡ଼େଇଟେ ବସେଇଦେବା। କଡ଼େଇରେ ବସେଇକି ସୋରିଷ ତେଲ ଦେଇକି କିଛି ଆଳୁ ପକେଇଦେବା। ଆଳୁକୁ ଟିକେ ଖୁସଖୁସିଆ କରି ଭାଜି ନେବା। ଭାଜି ହେଇଗଲା ପରେ ତାକୁ ଗୋଟେ ଅନ୍ୟ ଜାଗାକୁ ବାହାର କରି ସୋରିଷ ତେଲକୁ ପୁଣି ଦେଇଦେବା। ତେଲ ଗରମ ହେଇସାରିଲା ପରେ ଯାହା ଆପଣ ଗୋଟା ମସଲା ଦେବା କଥା ତାକୁ ଦେଇଦେବେ। ଗୋଟା ମସଲା ହେଇସାରିଲା ପରେ ବାଟିକି ରଖିଥିବା ବଟା ମସଲାକୁ ଦେଇଦେବେ। ନା 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 ଆଗ ପିଆଜ ପକାଇବେ। ପିଆଜ ଯାଇକି ବ୍ରାଉନ୍ କଲର୍ ହେଲା ପରେ ତାପରେ ତାକୁ ବଟା ମସଲା ଦିଆହେବ। ବଟା ମସଲା ଟିକେ ମାନେ ତେଲ ଛାଡ଼ି ଆସିଲେ ଦେଖିଲେ ଟିକେ ତାର କଞ୍ଚା କଞ୍ଚା ବାସ୍ନା ପଳେଇଗଲା ପରେ ଯାହା ଶୁଖିଲା ଗୁଣ୍ଡ ମସଲା ଦେବା କଥା ଯେମିତିକି ଲୁଣ ହଳଦୀ ଟମାଟୋ ମଟନ୍ ମସଲା ଗରମ ମସଲା ଆଉ ଯାହା ବି ମସଲା ଦେବା କଥା ଦେଇଦେବେ। ଦେଇ ସାରିଲା ପରେ ତାପରେ ମଟନ୍କୁ ପକେଇକି ତାକୁ ଘୋଡ଼େଇକି ରଖିଦେବେ। ଘୋଡ଼େଇକି ରଖିଦେଲା ପରେ ତା ଦେହରୁ କିଛି ପାଣି ବାହାର ହେବ। ଆଉ ମୁଁ ତ ଘୋଡ଼େଇକି ରଖିଲା ପରେ ଏତେ ପାଣି ବାହାର ହେଇଥିଲା ଯେ ମୋତେ ବହୁତ ସମୟ ୱେଟ୍ କରିବାକୁ ପଡ଼ିଥିଲା। ତାପରେ ମୁଁ ପ୍ରେସରରେ ସିଟି ମାରି ତାକୁ କରିଥିଲି। ହେଇଗଲା ସାଙ୍ଗମାନେ, ବାଏ ବାଏ।